ଜଣା ସିଏ ହଉଛି ମୋ ସାଙ୍ଗ, ହଉଛି ମୋ ଭାଇ। ସେ ପ୍ରାୟ ମାନେ 24 ଘଣ୍ଟାରୁ 18 ଘଣ୍ଟା ମୋ ସହିତ ରୁହେ। କିଛି ନାହିଁ, ମୋ ସାଙ୍ଗ ହଉଛି ଭାଇ ମୋର। କାଲି ଆମେ ଏଠିକି ଥିଲୁ, ଗୋଟେ ପଥର ଗାଡ଼ି ଆସିଲା। ପଥର ଗାଡ଼ି ଆସିଲାକୁ ମୁଁ ଆଇଏସ୍ ମାନଙ୍କୁ ଫୋନ୍ କଲି ଯେ ଏମିତି ଏମିତି ପଥର ଗାଡ଼ି ଆସିଛି। ସେ କହିଲେ ଯେ ଆଉ ଦେହୁରୀକୁ ଫୋନ୍ କରନ୍ତୁ, ସେ ଯାଇକି ଇଏ କରିବ। ମୁଁ ତାପରେ ଦେହୁରୀକି ଫୋନ୍ କଲି ଯେ ଏମିତି ଏମିତି ପଥର ଗାଡ଼ି ଆସିଛି, ଆଉ ଇଏ କରନ୍ତୁ। ସେ କହିଲେ ଯେ ନାଇଁ ମୁଁ ଯାଇପାରିବିନି, ଚାପ ଖେଳ ଅଛି, ସୁନା ନେଇକି କିଏ ପଳେଇବ ଠାକୁରଙ୍କର, ମୁଁ ନେଇପାରିବିନି। ଏତିକି କଥା ସରିଲା ପରେ ଆମେ ସେଇଠି ଛିଡ଼ା ହେଇଛୁ। ସେଠୁ ଗୋଟେ ସଡନ୍ ଗୋଟେ କାର୍ଟେ ଆସିଲା, ସେଥିରୁ 6 ଜଣ ଥିଲେ। ମୁଁ ସେମାନଙ୍କୁ 4 ଜଣଙ୍କୁ ଚିହ୍ନିଛି ଅଲରେଡି। ନାଇଁ କାର୍ଟା କାର୍ରେ 6 ଜଣ ଥିଲେ। 6 ଜଣରୁ ସେଇଥିରୁ ମୁଁ 4 ଜଣଙ୍କୁ ଚିହ୍ନିଛି। ଗୋଟେ ପୂର୍ଣ୍ଣଚନ୍ଦ୍ର ନାୟକ ଦୀପୁ, ଆଉ ଗୋଟେ ପାଟାଣର ମୁନା, ଆଉ ଗୋଟେ କୁଲୁ ଭଟ୍ଟ, ଆଉ ଗୋଟେ ବିଶ୍ୱନାଥ ପଣ୍ଡା ପୁଅ ଜଗନ୍ନାଥ ପଣ୍ଡା, ଏବଂ ତା ସହିତ ଆଉ 2 ଜଣ। ସେମାନେ ଖଣି ମାଫିଆ। ସେମାନେ ଅଲରେଡି ସେ ରାତ୍ର ଟୋଟାଲ ଅହରାତ୍ର ସେମାନେ ଜଗିକି ରୁହନ୍ତି। ଥାନାକୁ ଟୋଟାଲ ପୋଲିସ କୁଆଡେ ଯାଉଛି, ପୋଲିସକୁ ଟୋଟାଲ ଟ୍ରାକରେ ରଖନ୍ତି। ରାତି ସାରା ପଥର ଖଣି ମାଫିଆ ସେମାନେ ପଥର ଚୋରି କରନ୍ତି ଏବଂ ପଥର ଚଲାନ୍ତି। ପୋଲିସ ଏହା ପ୍ରତି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ବି ଆଜି ପର୍ଯ୍ୟନ୍ତ ନେଇନାହାନ୍ତି। ମୁଁ ବହୁତ ଥର ବି ଅଭିଯୋଗ କରୁଛି। ସେଇଟା ଓହ୍ଲେଇକିରି ସେମାନେ ଆସିକି ଦସ୍ତାଦସ୍ତି ହେଲେ ମୁଁ 2 ଜଣଙ୍କ ସହିତ, ମୋ ସହିତ ଆଉ ମୋ ସାଙ୍ଗ ସହିତ ଦସ୍ତାଦସ୍ତି ହେଲା ଫଳରେ ସେ କଣ କଲା ନା, ତାଙ୍କ 6 ଜଣଙ୍କୁ ଆମେ 2 ଜଣ, ସେ କଣ କଲା ନା ତଲୁଆଟା କାଢିଲା। ସେଇ ତାଙ୍କ ଭିତରୁ ଜଣେ କାଢିଲା, ମତେ ଗୋଡେଇଲା ଫଳରେ ମୁଁ ଇଆଡେ ଦୌଡ଼ି ଦୌଡ଼ି ଏପଟକୁ ପଳେଇ ଆସିଲି। ତାପରେ ମତେ ଯେତେବେଳେ ସିଆଡେ ସେଇ ପର୍ଯ୍ୟନ୍ତ କରି ତଡ଼ି ଗୋଟେ 200 ମିଟର ନେଲା, ସେଇଠୁ କିନି ତଡ଼ିକି ମତେ ଭିତରେ ପଶିଗଲି। ମୁଁ ଆସିଲା ଭିତରେ ସେ ଅଜିତକୁ ହାଣି ଦେଇଛନ୍ତି। ଦେଖିଛ ପୁରା? ହଁ ହଁ। ଆଗ ମୋ ସାଙ୍ଗକୁ 2 ଜଣ ହାଣିଲେ, ମୁଁ ବିରୋଧ କରିକି ସେଠି ଗୋଟେ ଠେଙ୍ଗା ଥିଲା, ମୁଁ ଗଲା ଆସିକି ସେମାନେ ମତେ ତଡ଼ିଲେ। ତାପରେ ମୁଁ ଆସିଲା ଭିତରେ ଦେଖିଲି ସବୁ ଟୋଟାଲ ତାକୁ ହାଣି ଦେଇଛନ୍ତି। ମାଙ୍କଡା ଗାଡି ଏଇଟା ଆଗରୁ ବହୁତ ଦିନ ହେଲା ଆମେ ବିରୋଧ ବି କରୁଛୁ, ଯେହେତୁ ମାଙ୍କଡ ଚୋର ଚାଲାଣ ହଉଛି, ଖଣି ମାଫିଆ ମାନେ ଏଠାରେ ସକ୍ରିୟ ଅଛନ୍ତି ଏବଂ ଏଠି ବହୁତ ପ୍ରକାର ବେଆଇନ କାମ ବି ଚାଲିଛି। ସମ୍ପୂର୍ଣ୍ଣ ଭାବେ ଏଠି ପଥରର ଚାହିଦା ଯୋଉଠି ଅଛି, ବଡ ବଡ ଇଏ ସେମାନେ ପଥର ରେଟ୍ 5,000ରୁ ଆରମ୍ଭ କରିକି ଏଠି 14,000 ଲେଖେ ନେଇକି ରାତ୍ରଜର ପାଣି ଏଠି ଭାବେ ସେମାନେ ଚଳପ୍ରଚଳ କରିକି ପଥର ସପ୍ଲାଇ କରନ୍ତି ଏବଂ ସେଇ ଜିନିଷଟାକୁ ଆମେ ବିରୋଧ କରୁଥିଲୁ। ପଥରକୁ ବିରୋଧ କରିବା ଯୋଗୁଁ ଜୀବନ ପଳେଇଲା। ହଁ, ପଥର ମାଫିଆ ମାନେ ହିଁ ଏସବୁ କାମ କରୁଛନ୍ତି। ଏବେ କଣ ନାହିଁ, ଏବେ ଏଠି ରାଜନୈତିକ ସମ୍ପୃକ୍ତ, ଏଇଠି ବଡ ବଡ ନେତା, ବିଜେଡି ନେତା ମାନେ ସମ୍ପୃକ୍ତ ଥାଇପାରନ୍ତି, କିଏ ବି କହିପାରିବ। ମୁଁ କଣ କଲି, ମୁଁ ସାଙ୍ଗେ ସାଙ୍ଗେ ଫୋନ କଲି ପୋଲିସ କି ଉଠେଇଲେନି ଫୋନ। ମୁଁ ଦେହୁରୀକି ଫୋନ କଲି, ଦେହୁରୀ ଆମର ଏଏସ୍ଆଇ ଅଛନ୍ତି। ସେ କହିଲେ ଯେ ମୁଁ ଯାଇଥିଲି ତାଙ୍କୁ ଦେଖିଲିନି। ଆଚ୍ଛା, ଯଦି ଆସିଥିଲେ କମ୍ ସେ କମ୍ ତ ମତେ ତ ଫୋନ ଟେ କରିପାରିଥାନ୍ତେ ଯେ ନାଇଁ ତମେ କଲ୍ କରି କମ୍ପ୍ଲେନ ଟେ ଦେଇଥିଲ, କୋଉଠି ଗଲ ବୋଲି। ହଁ, ସେମାନେ ପୁରା 4 ଜଣ ଧରିଲେ, 2 ଜଣ ଆଣୁଛନ୍ତି, 6 ଜଣ 4 ଜଣ ଧରିଛନ୍ତି, 2 ଜଣ ଆଣୁଛନ୍ତି। ହଁ, ସେମାନେ 6 ଜଣ ଥିଲେ। ପୋଲିସ ଫେରିଗଲା। ମୁଁ ପୁଣି ଫୋନ କଲି, ଆଇଏସ୍ ଙ୍କୁ ଫୋନ କଲି, 112କୁ ଲଗେଇକି ପୁଣି ସହାୟତା ମାଗିଲି। ଆମ୍ବୁଲାନ୍ସ ଆସିଲା, ପୋଲିସ ଦେଖିଲି ଯେ ଆଉ କଣ୍ଡିସନ ଅଛି। 112 ଫୋନକୁ ବି ଆଇଏସ୍ କୁ ପୁଣି ଆଉଥରେ ଫୋନ କଲି ଏବଂ ଆଇଏସ୍ ଫୋନ ଉଠେଇଲେ, ଆସିଲେ ଦେଖିଲେ କଣ୍ଡିସନ। ସନ୍ତୋଷ କୁମାର ପ୍ରଧାନ। लेटेस्ट न्यूज अपडेट पाई www.nowodisha.com को लॉगिन करंतु।